ନଭେମ୍ବର 2025 ମାସ ସାଧାରଣତଃ ଆପଣଙ୍କୁ ମିଶ୍ରିତ ଫଳ କିମ୍ବା ହାରାହାରି ସରଳ ଫଳାଫଳ ଦେଇପାରେ। ଆପଣଙ୍କ କ୍ୟାରିୟର ଘରର ପ୍ରଭୁ ଏହି ମାସରେ ଦ୍ୱାଦଶ ଘରେ ରହିବେ। ଦ୍ୱାଦଶ ଘରେ ଶନିଙ୍କ ଉପସ୍ଥିତି ସାଧାରଣତଃ ଭଲ ବୋଲି ଧରାଯିବ ନାହିଁ। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଏହି ମାସକୁ ବହୁତ ଭଲ କୁହାଯିବ ନାହିଁ। ଶିକ୍ଷା ଦୃଷ୍ଟିରୁ ନଭେମ୍ବର ମାସ ସାଧାରଣତଃ ହାରାହାରି ଫଳାଫଳ ଦେଇଥିବା ପରି ମନେ ହୁଏ। ବୃହସ୍ପତି ଶିକ୍ଷା ପାଇଁ ଦାୟୀ। ଆପଣଙ୍କ ଚତୁର୍ଥ ଘରେ ଉଚ୍ଚ ସ୍ଥିତିରେ ରହିବେ, ଯାହା ସାଧାରଣତଃ ଆପଣଙ୍କ ପରିଶ୍ରମ ଅନୁଯାୟୀ ଫଳାଫଳ ପାଇଦେବେ। କିନ୍ତୁ ପଞ୍ଚମ ଘରର ପ୍ରଭୁ ସୂର୍ଯ୍ୟ ପ୍ରଥମାର୍ଦ୍ଧରେ ଦୁର୍ବଳ ହୋଇଯିବେ। ମାସର ଦ୍ୱିତୀୟ ଭାଗରେ ଅଷ୍ଟମ ଘରେ ତାଙ୍କର ସ୍ଥିତି ଭଲ ନୁହେଁ। ସାଧାରଣତଃ ନଭେମ୍ବର ମାସରେ ଆପଣଙ୍କ ପାରିବାରିକ ପ୍ରସଙ୍ଗରେ କିଛି ଦୁର୍ବଳ ଫଳାଫଳ ପାଇପାରନ୍ତି। ଏହି ମାସରେ ଶୁକ୍ର ଆପଣଙ୍କ ଦ୍ୱିତୀୟ ଘରର ପ୍ରଭୁ ନଭେମ୍ବର ଦ୍ୱିତୀୟ ପର୍ଯ୍ୟନ୍ତ ଏବଂ ଏକ ଦୁର୍ବଳ ଅବସ୍ଥାରେ ରହିବେ। ନଭେମ୍ବର 2ରୁ 26 ନଭେମ୍ବର ମଧ୍ୟରେ ପରିସ୍ଥିତି ହାରାହାରି ରହିବ। ଘରର ସମ୍ବନ୍ଧୀୟ ମାମଲାରେ ତୁଳନାତ୍ମକ ଭାବରେ ଉତ୍ତମ ଫଳାଫଳ ମିଳିପାରିବ। ଯଦି ଆମେ ନଭେମ୍ବର ମାସ ପାଇଁ ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ କଥାବାର୍ତ୍ତା କରୁ, ତେବେ ଏହି ମାସରେ ସୂର୍ଯ୍ୟ ଆପଣଙ୍କ ପଞ୍ଚମ ଘରର ପ୍ରଭୁ 16 ନଭେମ୍ବର ପର୍ଯ୍ୟନ୍ତ ଏକ ଦୁର୍ବଳ ଅବସ୍ଥାରେ ରହିବେ। ଏହା ଏକ ଅନୁକୂଳ ପରିସ୍ଥିତି ନୁହେଁ। 16 ନଭେମ୍ବର ପରେ ସୂର୍ଯ୍ୟ ଅଷ୍ଟମ ଘରେ ରହିବେ। ଏହା ମଧ୍ୟ ଅନୁକୂଳ ପରିସ୍ଥିତି ନୁହେଁ। ବିବାହ ଇତ୍ୟାଦି ସମ୍ବନ୍ଧୀୟ ମାମଲାରୁ ଆଗକୁ ନେବା ପାଇଁ ମାସଟି ବହୁ ସହାୟକ ହେବ ନାହିଁ। ଆର୍ଥିକ ବିଷୟ ବିଷୟରେ କହିବାକୁ ଗଲେ, ଏହି ମାସରେ ଆପଣଙ୍କ ଲାଭ ଘରର ପ୍ରଭୁଙ୍କ ଅବସ୍ଥା ଅନୁକୂଳ ନୁହେଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ନଭେମ୍ବର ମାସ ଆପଣଙ୍କୁ ମିଶ୍ରିତ କିମ୍ବା ଦୁର୍ବଳ ଫଳାଫଳ ଦେଇପାରେ। ଆପଣ କି ଉପାୟ କରିବେ? ଉପାୟ ହେଉଛି ବଡ଼ ଗୁରୁଜନଙ୍କର ସମ୍ମାନ କରନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।